नमस्कार साଙ୍ଗमाने जय श्री जगन्नाथ। आज आसतु जानिबा कि एही सबको आज ही छाड़ी दियंतु। जी बारंबार दुख दिए ताकू छाड़ी दियंतु। जी हृदय को कष्ट दिए बा दुख दिए ताकू छाड़ी दियंतु। जी बारंबार बदले बदली जाए ताकू छाड़ी दियंतु। जी इज्जत दिए नहीं बा सम्मान दिए नहीं ताकू छाड़ी दियंतु। जी भरोसा करे नहीं ताकू छाड़ी दियंतु। ଯିଏ କେବଳ ସମୟ ଆସିଲେ ମନେ ପକାଏ ତାକୁ ଛାଡ଼ି ଦିଅନ୍ତୁ। ଯିଏ ଚାଲିଗଲା ତାକୁ ଯିବାକୁ ହିଁ ଦିଅନ୍ତୁ, କେବେ ଅଟକେଇକି ରଖନ୍ତୁ ନାହିଁ। ଯିଏ ରହିବାକୁ ଚାହେଁ ନାହିଁ ତାକୁ ଅଟକାଇକି ରଖନ୍ତୁ ନାହିଁ। ଯିଏ ମନେ ପକାଏ ନାହିଁ ତାକୁ ଭୁଲି ଯାଆନ୍ତୁ। ଯିଏ ଆପଣଙ୍କ ସାଥିରେ ଚାଲୁନାହିଁ ଆପଣ ଏକା ଆଗକୁ ବଢ଼ନ୍ତୁ, କାହାକୁ ଅପେକ୍ଷା କରନ୍ତୁ ନାହିଁ। ଯିଏ ବୁଝିପାରୁନି ଆପଣ ସେଇଠି ଚୁପ୍ ରୁହନ୍ତୁ। ଯିଏ ଫେରିକି ଆସିବ ନାହିଁ ଆପଣ ତାକୁ ଅପେକ୍ଷା କରନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ପ୍ରଶଂସା କରନ୍ତି ନାହିଁ ତେବେ କେବଳ ହସି ଦିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ଯିଏ ବାରମ୍ବାର ଦୁଃଖ ଦିଏ ସେଠି ମୌନ ହୋଇ ଯାଆନ୍ତୁ ବା ଚୁପ୍ ହୋଇ ଯାଆନ୍ତୁ। ଯିଏ ଆପଣଙ୍କୁ ତଳକୁ ଟାଣେ ବା ତଳକୁ ଟାଣି ଆଣେ ତାକୁ ଚିହ୍ନନ୍ତୁ ଏବଂ ସେଥିରୁ ଦୂରେଇ ଯାଆନ୍ତୁ। ଯିଏ ଆପଣଙ୍କ ହୃଦୟରେ ଝଡ଼ ଆଣେ ତାକୁ ନିଜ ପାଖରେ ରଖନ୍ତୁ ନାହିଁ। ଯିଏ ବାସ୍ତବତାକୁ ଦେଖିପାରୁନାହିଁ ତାଙ୍କୁ ଏହା ବୁଝାଇବାର କୌଣସି ଆବଶ୍ୟକତା ହିଁ ନାହିଁ। ଯିଏ ଆପଣଙ୍କୁ ପ୍ରତ୍ୟେକ ଥର ପରୀକ୍ଷା କରେ ତାକୁ ନୀରବରେ ଉତ୍ତର ଦିଅନ୍ତୁ। ଯେଉଁମାନେ ନିଜର ଗୁରୁତ୍ୱ ଦେଖାଇବାକୁ ଚେଷ୍ଟା କରନ୍ତି ସେମାନଙ୍କୁ ଅଣଦେଖା କରନ୍ତୁ। ଯିଏ ଫେରିବ ନାହିଁ ତାଙ୍କ ପାଇଁ ଅପେକ୍ଷା କରିବା ବନ୍ଦ କରନ୍ତୁ। ଯାହା ଆପଣଙ୍କ ଖୁସିକୁ ଛଡ଼ାଇ ନେଇଯାଏ ତାକୁ ପଛରେ ଛାଡ଼ି ଦିଅନ୍ତୁ ଏବଂ କେବଳ ହସନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ଆପଣଙ୍କ ହୃଦୟରୁ ସେଇ ଜିନିଷ ଗୁଡ଼ିକୁ ବାହାର କରିଦିଅନ୍ତୁ ଯାହା କେବଳ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଯଦି କେହି ଆପଣଙ୍କୁ ପ୍ରତ୍ୟେକ ଥର ତଳେ ପକାଏ ବା ତଳେ ପକାଇବାକୁ ଚେଷ୍ଟା କରେ ତେବେ ତାକୁ ଆପଣଙ୍କ ଜୀବନରୁ ବାହାର କରିଦିଅନ୍ତୁ। ଯେଉଁମାନେ ଆପଣଙ୍କୁ ଦୁର୍ବଳ ବୋଲି ଅନୁଭବ କରାନ୍ତି ସେମାନଙ୍କ ଠାରୁ ଦୂରେଇ ଯାଆନ୍ତୁ। ଯାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ତାକୁ ବିଦାୟ ଦିଅନ୍ତୁ। ଯାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ତାକୁ ଛାଡ଼ି ଦିଅନ୍ତୁ। ଯିଏ ଆପଣଙ୍କ ଶାନ୍ତିକୁ ହରଣ କରିଥାଏ ସେହି ଜିନିଷକୁ ଆପଣଙ୍କ ଦୁନିଆରୁ ଦୂର କରି ଦିଅନ୍ତୁ। ଆପଣଙ୍କ ସ୍ମୃତିରୁ ସେମାନଙ୍କୁ ପୋଛି ଦିଅନ୍ତୁ ଯେଉଁମାନେ ଆପଣଙ୍କ ହୃଦୟକୁ ଖାଲି କରିଦିଅନ୍ତି। ଯିଏ ଭରସା ଭାଙ୍ଗିଦିଏ ତାକୁ ଛାଡ଼ି ଦିଅନ୍ତୁ ଏବଂ ଶାନ୍ତିରେ ନିଶ୍ୱାସ ନିଅନ୍ତୁ। ଯେଉଁମାନେ କେବଳ ଆପଣଙ୍କୁ ଅସୁବିଧା ଦିଅନ୍ତି ସେମାନଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ, ଦୂରତା ବଜାୟ ରଖନ୍ତୁ। ଯାହା ଆପଣଙ୍କ ପାଇଁ ଠିକ୍ ନୁହେଁ ତାଠାରୁ ଦୂରେଇ ରୁହନ୍ତୁ। ଯିଏ ଏହାକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛି ତାକୁ ଛାଡ଼ି ଦିଅନ୍ତୁ। ଯିଏ ଆପଣଙ୍କ ହୃଦୟ ଭାଙ୍ଗିଯାଏ ବା ଭାଙ୍ଗିଥାଏ ତାକୁ ଆପଣଙ୍କ ହୃଦୟରୁ ଲିଭାଇ ଦିଅନ୍ତୁ। ରାସ୍ତା ଯିଏ ବି ପରିବର୍ତ୍ତନ କରୁ ଆପଣ ନିଜ ରାସ୍ତାରେ ରୁହନ୍ତୁ, ଆପଣ ସଠିକରେ ରୁହନ୍ତୁ। ଯିଏ ରାସ୍ତା ପରିବର୍ତ୍ତନ କରୁଛି କରୁ। ଯିଏ ସତ୍ୟକୁ ବୁଝନ୍ତି ନାହିଁ ତାଙ୍କୁ ସଫାଇ ଦିଅନ୍ତୁ ନାହିଁ। ଯିଏ ସମୟାନୁକୂଳ ନୁହେଁ ଏପରି ଲୋକଙ୍କ ପାଇଁ ସମୟ ଜମା ବି ଦିଅନ୍ତୁ ନାହିଁ। ଯଦି କେହି ଆପଣଙ୍କୁ ବାରମ୍ବାର ପଢ଼ିବାକୁ ବାଧ୍ୟ କରେ ତେବେ ଉଠିକି ଚାଲନ୍ତୁ। ଯିଏ ଆପଣଙ୍କ ହୃଦୟର ଶାନ୍ତିକୁ ହରଣ କରେ ତାହାକୁ ଛାଡ଼ି ଦିଅନ୍ତୁ। ଯେଉଁମାନେ ଆପଣଙ୍କ ଖୁସି ଦେଖିପାରନ୍ତି ନାହିଁ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ, ସର୍ବଦା ଦୂରେଇ ରୁହନ୍ତୁ। ଯେଉଁମାନେ ଆପଣଙ୍କ ସମ୍ପର୍କରେ ବୋଝ ପାଲଟି ଯାଆନ୍ତି ସେମାନଙ୍କୁ ତାଙ୍କ ବାଟରେ ଛାଡ଼ି ଦିଅନ୍ତୁ। ଆପଣଙ୍କ ହୃଦୟକୁ ଭାରି କରୁଥିବା ଜିନିଷ ଗୁଡ଼ିକୁ ହାଲୁକା କରିଦିଅନ୍ତୁ, ଆପଣଙ୍କୁ ବହୁତ ଶାନ୍ତି ଲାଗିବ। ଯାହା ଅତୀତରେ ଅଟକି ରହିଛି ତାକୁ ପଛରେ ଛାଡ଼ି ଦିଅନ୍ତୁ। ପଛକୁ କେବେ ବୁଲିକି ଅନାନ୍ତୁ ନାହିଁ, ଆଗକୁ ବଢ଼ନ୍ତୁ। ଯେଉଁମାନେ ନକାରାତ୍ମକତା ପ୍ରସାର କରନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଯେଉଁମାନେ ଆପଣଙ୍କ ହସ ଛଡ଼ାଇ ନିଅନ୍ତି ସେମାନଙ୍କ ବିନା ହସନ୍ତୁ। ଯିଏ ନିଜକୁ ବଦଳାଇବାକୁ ଚାହୁଁନାହିଁ ତାକୁ ବଦଳାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଯିଏ ଆପଣଙ୍କୁ ସବୁବେଳେ କଷ୍ଟ ଦିଏ ତାକୁ ମନେ ରଖନ୍ତୁ ନାହିଁ, ତାକୁ ଭୁଲି ଯାଆନ୍ତୁ। ଯେଉଁମାନେ ଆପଣଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ।
ଯାହା ଆପଣଙ୍କ ମନକୁ ଅସ୍ଥିର କରେ ତାହା ଛାଡ଼ି ଦିଅନ୍ତୁ। ଯାହା ଆପଣ ମନକୁ ସ୍ଥିର କରେ ନାହିଁ, ଅସ୍ଥିର କରେ, ବିଚଳିତ କରେ, ତାକୁ ଛାଡ଼ି ଦିଅନ୍ତୁ। ଯଦି କେହି ଆପଣଙ୍କ କଥା ଶୁଣେ ନାହିଁ ତେବେ ତାହା କହିବା ବନ୍ଦ କରିଦିଅନ୍ତୁ। ଯାହା କେବେ ଆପଣଙ୍କ ନଥିଲା ତାକୁ ଛାଡ଼ି ଦିଅନ୍ତୁ। ଯେଉଁମାନେ ସବୁବେଳେ ଆପଣଙ୍କୁ ତଳେ ରଖନ୍ତି ସେମାନଙ୍କୁ ପଛରେ ଛାଡ଼ି ଦିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ଯାହା ଆପଣଙ୍କ ସହିତ ନାହିଁ ତାହାର ଅପେକ୍ଷା କରନ୍ତୁ ନାହିଁ। ଯିଏ ଆପଣଙ୍କ ସହିତ ନାହିଁ, ଯାହା ଆପଣଙ୍କ ସହିତ ନାହିଁ ତାକୁ ଅପେକ୍ଷା କେବେ ବି କରନ୍ତୁ ନାହିଁ। ଯେ ସମୟ ସହିତ ପରିବର୍ତ୍ତନ ହୋଇଯାଏ ତାକୁ ଛାଡ଼ି ଦିଅନ୍ତୁ। ଯେଉଁଠି ନୀରବତାକୁ ବୁଝନ୍ତି ନାହିଁ ସେଠି ନୀରବ ରହିବା ଉଚିତ। ଯିଏ ଆପଣଙ୍କ ହୃଦୟ ସହିତ ଜଡ଼ିତ ନୁହେଁ ତାଙ୍କଠାରୁ କିଛି ଆଶା ହିଁ କରନ୍ତୁ ନାହିଁ। ତାଙ୍କଠୁ ଆଶା କରିବା ହିଁ ବୋକା ହୋଇଥାଏ। ଯେଉଁମାନେ କେବଳ ଅସୁବିଧା ସୃଷ୍ଟି କରନ୍ତି ସେମାନଙ୍କୁ ସେମାନଙ୍କ ବାଟରେ ଛାଡ଼ି ଦିଅନ୍ତୁ। ଯିଏ ଯିବା ପାଇଁ ଶୀଘ୍ର ଅଛନ୍ତି ବା ଯିଏ ଯିବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଦ୍ୱାର ଶୀଘ୍ର ଖୋଲି ଦିଅନ୍ତୁ। ଯିଏ ନିଜକୁ ମହାନ ବୋଲି ଭାବୁଛନ୍ତି ତାଙ୍କୁ ମହାନ ରହିବାକୁ ଦିଅନ୍ତୁ। ଆପଣ ଆପଣଙ୍କ ବାଟରେ ଚାଲନ୍ତୁ। ଯିଏ ଆପଣଙ୍କ ମୂଲ୍ୟକୁ ଚିହ୍ନି ନାହିଁ ତାକୁ ଆପଣଙ୍କ ମୂଲ୍ୟ ବୁଝାଇବାକୁ ଯାଆନ୍ତୁ ନାହିଁ। ଆପଣଙ୍କର ଯାହା ହରାଇବାକୁ ଅଛି ତାହାକୁ ଶାନ୍ତିରେ ହରାଇ ଦିଅନ୍ତୁ। ତାକୁ ଜାବୁଡ଼ି ଧରି କିଛି ଲାଭ ନାହିଁ। ଯିଏ ନ କହି ବୁଝିପାରିବ ନାହିଁ ତାଙ୍କଠାରୁ କୌଣସି ଆଶା ରଖନ୍ତୁ ନାହିଁ। ଏଭଳି ଲୋକଙ୍କଠୁ ଆଶା ରଖିବା ବୋକା। ଯେଉଁମାନେ ଆପଣଙ୍କ ହୃଦୟକୁ ଆଘାତ ଦେଇଛନ୍ତି ସେମାନଙ୍କୁ ଧୀରେ ଧୀରେ ଭୁଲି ଯାଆନ୍ତୁ। ସେ କଥା ଯେତେ ମନେ ପକାଇବେ ଆପଣଙ୍କୁ ହିଁ କଷ୍ଟ ଲାଗିବ। ସେଥିଲାଗି ସେ କଥାକୁ ଭୁଲି ଯାଆନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ଯିଏ ଆପଣଙ୍କୁ ଛାଡ଼ି ଯାଉଛି ତାକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ତାକୁ ଅଟକାଇକି ରଖନ୍ତୁ ନାହିଁ। ଯିଏ ପରିବର୍ତ୍ତନ ହୋଇଯାଇଛି ତାକୁ ସେହିପରି ରହିବାକୁ ଦିଅନ୍ତୁ। ଯିଏ ପରିବର୍ତ୍ତନ ହୋଇଯାଇଛି ତାକୁ ସେହିପରି ରହିବାକୁ ଦିଅନ୍ତୁ। ଯିଏ ସବୁବେଳେ ଅଭିଯୋଗ କରୁଥାଏ ସେଭଳି ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଯେଉଁ ସମ୍ପର୍କ ଗୁଡ଼ିକ ବୋଝ ପାଲଟିଯାଏ ସେଗୁଡ଼ିକୁ ଦୂର କରିଦିଅନ୍ତୁ। ଯେଉଁ ସମ୍ପର୍କ ଗୁଡ଼ିକ ବୋଝ ପାଲଟିଯାଏ ନା ସେ ସମ୍ପର୍କ ରଖି କିଛି ମୂଲ୍ୟ ନାହିଁ। ଯଦି ସେ ଆପଣଙ୍କୁ ଠିକ୍ ସମୟରେ ସମର୍ଥନ ନ କରନ୍ତି ତେବେ ତାଙ୍କୁ ଆପଣଙ୍କ ହୃଦୟରୁ ବାହାର କରିଦିଅନ୍ତୁ। ଯେତେବେଳେ ଆପଣଙ୍କର ଆବଶ୍ୟକତା ଅଛି ଯଦି ସେ ଆପଣଙ୍କୁ ସମର୍ଥନ କରୁନାହାନ୍ତି ତେବେ ତାଙ୍କୁ ଆପଣଙ୍କ ହୃଦୟରୁ ବାହାର କରିଦେବାଟା ହିଁ ଉଚିତ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ଆପଣ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ଆଉ ଗୋଟେ ଭିଡ଼ିଓରେ ଦେଖାହେବା। ଆଜି ପାଇଁ ରହିଲି ଜୟ ଶ୍ରୀ ଜଗନ୍ନାଥ।